ପ୍ରିୟ ଶ୍ରୋତାବନ୍ଧୁ, ଆଜି ଶୁଣିବା ରେବତୀ ସମ୍ପର୍କରେ ଶ୍ରୀ ଛଦ୍ମନାମରେ ପ୍ରଥମ ଆଲେଖ୍ୟ ସମାଲୋଚନା, ଯାହାକି ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା। ଆସନ୍ତୁ ଶୁଣିବା। ମୋହନ, ରେବତୀ କି ଦେଖିଛ? ଶଙ୍କର, ରେବତୀ କିଏ? ମୋହନ, ରେବତୀ ଗୋଟିଏ 2-3 ମାସିଆ ଝିଅ। ଶଙ୍କର, କାହା ଝିଅ? ମୋହନ, ସାରିଆ ଭଉଣୀ। ଶଙ୍କର, କାହା ଝିଅ? ମୋହନ, ତାର ଗୋଟିଏ ଭାଇନା 6 ମାଣ 8 ଗୁଣ୍ଠ। ଶଙ୍କର, ମୁଁ ପଚାରୁଛି କାହା ଝିଅ? ନା 6 ମାଣ 8 ଗୁଣ୍ଠ। ମୋହନ, ରେବତୀ ବାପ ଗସ୍ତ କରିବା ବାଲା। ଶଙ୍କର, କିଏ ମ? କେଉଁଠି ଗସ୍ତ କରନ୍ତି? ମୋହନ, ଓଡ଼ିଶା ଗସ୍ତ କରିଛନ୍ତି, ପୁଣି ଦକ୍ଷିଣାପଥ ଗସ୍ତ କରିବେ ପରା। ଶଙ୍କର, ସେ କିଏ? ମୋହନ, ସେ ବାଲ୍ମୀକି। ଶଙ୍କର, ତୁମର ତ ସେ ସ୍ୱଭାବ, ଗୋଟାଏ କଥା ପଚାରିଲେ କେବେ ସିଧାସଳଖ ଉତ୍ତର ଦେବ ନାହିଁ। ମୋହନ, ସେ ବାଲ୍ମୀକି ଓଡ଼ିଆ ବାଲ୍ମୀକି ମ? ଶଙ୍କର, କହ କହ, ରେବତୀ କାହା ଝିଅ? ମୋହନ, ଶ୍ୟାମବନ୍ଧୁ ମହାନ୍ତିଙ୍କ ଝିଅ। ଶଙ୍କର, ଶ୍ୟାମବନ୍ଧୁ ମହାନ୍ତି କିଏ? ମୋହନ, ତାଙ୍କ ଘର ପାଟପୁର ମୌଜାରେ, ସେ ଜଣେ ଜମିଦାରୀ ଗୁମାସ୍ତା। ଶଙ୍କର, କେଉଁ ପାଟପୁର? ଆମ ଅଳସୁଆ ପାଟପୁର ନା? ମୋହନ, ହରିହରପୁର ପାଟପୁର। ଅଳସୁଆ ପାଟପୁର ତ ବାଲେଶ୍ୱରରେ। ଶଙ୍କର, ଏ ପାଟପୁର କ'ଣ ବାଲେଶ୍ୱରରେ ନୁହେଁ କି? ମୋହନ, ହଁ ହଁ, ରେବତୀ ବାପ ବି ବାଲେଶ୍ୱରିଆ। ତାଙ୍କ ଘର ଗୋପାଳପୁରର ଦକ୍ଷିଣ ଆଡ଼କୁ, ବୁଢ଼ୀ ପୋଖରୀ ନିକଟରେ। ଗୋବିନ୍ଦ ବାବୁଙ୍କର ତାଙ୍କର ଭାରି ଭାବ। ଶଙ୍କର, କ'ଣ ଗୁଡ଼ାଏ କହୁଛ? ମୋହନ, ହଇହେ, ରେବତୀ ଦେଖିବ ଦେଖିବ। ଶଙ୍କର, କ'ଣ ଅନ୍ତୁଡ଼ି ଶାଳରୁ ଉଠେଇ ଆଣିଛ କି? ମୋହନ, ଦେଖାଉଛି। ଶଙ୍କର, ହଁ ଦେଖିଲି। ମୋହନ, ଦେଖିଲ କିପରି? ଶଙ୍କର, ବେଶ୍ ବହି ଖଣ୍ଡିଏ, ଦୁର୍ଜଟି ବେଶ୍ ଲେଖକ। ମୋହନ, ଆଉ? ଶଙ୍କର, କିନ୍ତୁ ଏତିକିରେ ଶେଷ କରିଦେଲେ। ମୋହନ, ଆଉ କେତେ ହୁଅନ୍ତା କି? ଶଙ୍କର, ରେବତୀ ସ୍କନ୍କ ରେବେକା ପରି କିମ୍ବା ଦ୍ୱିତୀୟ ଚନ୍ଦ୍ରର ଦୁର୍ଗେଶ ନନ୍ଦିନୀ ପରି ଖଣ୍ଡିଏ ହୋଇଥାନ୍ତା କି? ଏଇ ଦଣ୍ଡକେ ସରିଗଲା। ମୋହନ, ଲେଖକ ବଡ଼ ଚତୁର, ଦେଶକାଳ ପାତ୍ର ଜ୍ଞାନ ତାଙ୍କରି ଖୁବ୍ ଅଛି। ବାଲ୍ମୀକି ରୂପରେ ଅବତୀର୍ଣ୍ଣ ହେବାରୁ ସବୁ ଘରକୁ ଯାଇ ପାରିଲେ ନାହିଁ, କେବଳ ଭାଗବତ ଘରେ ରୁଦ୍ଧ ହୋଇ ରହିଲେ। ହେରୋଡୋଟସ୍ ରୂପ ଧାରଣ କରିବାରୁ ତାଙ୍କୁ କିଛି କାଳ ଛାତ୍ରବୃତ୍ତିକୁ ଦେଇ ପାଶ୍ଚାତ୍ୟ ଛାପାଖାନାରେ ଛଡ଼ାଇଲେ। ସେଠୁ କିଛି ନୀରବ ହୋଇ ପ୍ରଚ୍ଛନ୍ନ ଫକୀର ବେଶରେ ଗସ୍ତ କରି ଗସ୍ତଲବ୍ଧ ଜ୍ଞାନ ବଳରେ ନବନିର୍ମିତ ଗୃହରେ ଦୁର୍ଜଟି ରୂପେ ରେବତୀକୁ ଜନ୍ମଦାନ କଲେ। ରେବୀ ପ୍ରତି ତାଙ୍କର ସାଧାରଣକ ଆଦର ଦେଖିଲେ ଆଉ ଗ୍ରସ୍ତ କରି ରେବୀର ଭାଇ ଭଉଣୀଙ୍କୁ ପଦାକୁ ବାହାର କରିବେ। ଶଙ୍କର, ଆଚ୍ଛା, ସବୁଗୁଡ଼ିକ ମାରି ପକାଇଲେ କାହିଁକି? ବଡ଼ ନିଷ୍ଠୁର ଲୋକ। ଜଣକୁ ସୁଦ୍ଧା ତାଙ୍କ ସାନ ଭାଇ ମଧୁ ଡାକ୍ତରଙ୍କ ଔଷଧ ଖୁଆଇ ବଞ୍ଚାଇ ପାରିଲେ ନାହିଁ। ମୋହନ, ମାଳିସାହିରେ ଅଲାଉଠା ହେବାରୁ ଭବନୀ ବିଶ୍ୱାଳ ଘରେ 7 ପ୍ରାଣୀଯାକ ଯେ ଏକାଦିନେ ମରିଗଲେ। ଶଙ୍କର, ସେ ଏ ସମାନ ନୁହେଁ। ହଉ, ରେବତୀ କି ଦୋଷ ଯେ ସେ ମଲା? ବାସୁଦେବ ତ ବଡ଼ ନିରୀହ ଲୋକ। ମୋହନ, ଠିକ୍। ଏକାଡେମୀର ମାଷ୍ଟର ଜୀବନ ବାବୁ, ହରିକୃଷ୍ଣ ବାବୁ ଦ୍ୱିପଟି, ଦାମୋଦରପୁରର ରଘୁନାଥ ଭୂୟାଁ, ଏଗୁଡ଼ିକ ତ ସେମିତି ଭଲ ଲୋକ ଥିଲେ। ଶଙ୍କର, ଥାଉ, ସେ ସବୁ କଥା ଗଲା, କିନ୍ତୁ ଲେଖକ ପ୍ରାଚୀନତା ପ୍ରିୟ, ତାଙ୍କର ଉଦାରତା ନାହିଁ। ମୋହନ, ୱାଜିବ, ତାଙ୍କ ମୁଣ୍ଡବାଳ ଗୋଟାଏ ଗୋଟାଏ ପାଚି ଆସିଲାଣି, ଲେଖନଟା ବି ପାଚି ଆସିଲାଣି, ଆଉ ତାଙ୍କର ଦାର ନାହିଁ। ଶଙ୍କର, ବାଃ, ବଡ଼ ବାହାଦୁର, ରାୟ ବାହାଦୁର, ତୁମକୁ ଭାରି ସରଦି ହୋଇଛି ଜଣାଗଲା। ଆଚ୍ଛା, ତାଙ୍କ ମତିଟା ସଂକୀର୍ଣ୍ଣ ନୁହେଁ, ସେ ଆଧୁନିକ ସ୍ତ୍ରୀ ଶିକ୍ଷାର ବିରୋଧୀ ନୁହେଁ। ମୋହନ, ହଁ, ମୁଁ ମଧ୍ୟ ପ୍ରଥମେ ସେଇଆ ବୁଝି କାର୍ଯ୍ୟବିଧିର ଦଫା 250 ଅନୁସାରେ କୈଫିୟତ ତଲବ କରିଥିଲି କି ସେ ପିନାଲ କୋଡ଼ ଦ 512 ଓ 513 ଫାଇନ୍ ଅନୁସାରେ କି ନିମନ୍ତେ ଅଭିଯୁକ୍ତ ନ ହେବେ।
କେବେ ହେଲେ ଏହାର ସନ୍ତୋଷଜନକ ହେତୁ ଦର୍ଶାଇବେ। ତାଙ୍କ କୈଫିୟତ ପାଇବା ପୂର୍ବରୁ ଉଦାରତା ଗୁଣରେ ମୁଁ ନିଜେ ଗୋଟିଏ କୈଫିୟତ ଲେଖିଲି। ଦିନେ ହରିହର ତୀର୍ଥରେ ତାଙ୍କ ସହିତ ମୁଲାକାତ ହେବାରେ ତାଙ୍କର କୈଫିୟତ ଏବଂ ମୋ କୈଫିୟତ ଏବଂ ଆଉ ଏକ ବ୍ୟକ୍ତିଙ୍କର ସମ୍ଭାବ୍ୟ ପ୍ରଶ୍ନରେ ତାଙ୍କର ସମ୍ଭାବ୍ୟ ଉତ୍ତର ପରତାଳ କରିବାରେ ପ୍ରଥମ ଦିଓଟିର ମେଳ ସତ୍ୟ ସାବ୍ୟସ୍ତ ହେଲା। ତୃତୀୟଟି ଫଲ୍ଗୁ ନଦୀକି ଫେରାର କରାଗଲା। ଶଙ୍କର କ'ଣ ହେଲା କହିଲ? ମଲ୍ଲିନାଥ ତ ନାକରେ। ମୋହନ କ'ଣ ହେଲା କି? ଆଚ୍ଛା ତାଙ୍କର ବା ମୋହର କୈଫିୟତକୁ ବିଶଦ ରୂପେ ତର୍ଜମା କରି କହେଁ। ଦୁର୍ଜଟିଙ୍କ କହିବାର ମୁଁ ତ 60 କମ୍ପାନୀରୁ ଜଣେ ଆଖି କାନ କଣା ବଙ୍କା ହେଲା ବୋଲି ମୁଁ କ'ଣ ଚତୁର୍ଭୁଜ ହୁଅନ୍ତି? ଶଙ୍କର ବେଶ ବୁଝିଲି। ଆଚ୍ଛା ସମସ୍ତେ ତ ମଲେ, ଐଶ୍ୱର୍ଯ୍ୟ ପାଳିଲା କିଏ? ବୁଢ଼ୀ ଆଉ ରେବତୀ କି ନିଆଁ ଦେଲା କିଏ? ମୋହନ ଐଶ୍ୱର୍ଯ୍ୟ ଘେନିଲା ଲାଟ କାଉସ ବିସଲ ଡୁଗୁରି ରେବକୀ ବୁଢ଼ୀ ନିଆଁ ଦେଇ ସାଙ୍ଗେ ସାଙ୍ଗେ ଆପଣା ମୁହଁରେ ନିଆଁ ଦେଲା। ଲେଖକ ପାଠକ ଅବଧାନ ସାବଧାନ ଶେଷ ପଂକ୍ତି ମନେ ମନେ ପଢ଼ିବା ହେବେ। ଧନ୍ୟବାଦ। କେମିତି ଲାଗିଲା ସେ ସମ୍ପର୍କରେ ମତାମତ ଦେବା ହେବେ।